Thank you.
ମାସକ ଭିତରେ 17ଟା ଲୋକକୁ ମଦତ କରିସାରିଲେଣି, ଅଥଚ ତମେ ତାର କୌଣସି ସନ୍ଧାନ ପାଉନ। ସେମାନେ ହଉଛନ୍ତି ଗୋଟେ ଖ୍ୟାତ ଆସାମୀ ରାଜାଗୁଣ୍ଡାର ଲୋକ। ଓ ମନୋଜ, ତମେ ବୁଝିପାରୁନ କାହିଁକି? ଭାରତର ସମ୍ବିଧାନରେ ଏମିତି ଏକ ଲେଖା ଅଛି ଯାହାକି ସମସ୍ତଙ୍କୁ ଆମେ ସମାନ ଅଧିକାରରେ ସମାନ ନିୟମରେ ଆମେ ଦେଖିବା। ଆରେ ଗୋଟେ ଚୋର ହଉ ବା ବଦମାସ ହଉ, ତାକୁ ସୁରକ୍ଷା ଦେବା ହଉଛି ଆମମାନଙ୍କର କର୍ତ୍ତବ୍ୟ। ବଡ଼ ଆଶ୍ଚର୍ଯ୍ୟର କଥା ସାର୍, ଠିକ ମଧ୍ୟରାତ୍ରିରେ ସେ ଲୋକମାନଙ୍କୁ ମର୍ଡର କରୁଛି। ମର୍ଡର କରି ସାରିଲା ପରେ ତାଙ୍କ ବେକରେ ଗୋଟେ ନାଲି କପଡା ବାନ୍ଧି ଦେଇଯାଉ। ନାଲି କପଡା ପାଇଁ ସାର୍ ମୋର ଯା ଅନୁମାନ ସେଟା କି ହବ ନାଲି ଶାଢୀର ଅଂଶ ବିଶେଷ। ତାହେଲେ ତମେ କଣ ଅନୁମାନ କରୁଛ ଦୁଃଶାସନ? କୌଣସି ସାଧାରଣ ଲୋକ ପ୍ରତିହିଂସା ପରାୟଣରେ ଏମିତି ମର୍ଡର କରିପାରେ? ଆରେ ସେ ପ୍ରତି ଲୋକକୁ ମର୍ଡର କରୁଥିବା ଲୋକ ନାଁଟା ଯେ କଳ୍କି, ଏ କଥା ତମେ କେମିତି ଜାଣିଲ? ରବିର କେସ୍ ସେ ଲୋକମାନଙ୍କ ଆଗରେ କହୁଛି ଆଉ ସବୁ କେସ୍ କରିସାରିଲା ପରେ ସେ ତା ନାଁ କଳ୍କି ବୋଲି କହିଯାଉଛି। ଆରେ ଯଦି ସେ ତା ନାଁଟା କଳ୍କି ବୋଲି କହୁଛି, ତାହେଲେ ସେ ଲୋକମାନଙ୍କ ତାର ପ୍ରମାଣଟା ପାଇପାରୁନ କାହିଁକି? କେହି କିଛି କହିବାକୁ ରାଜି ନାହାନ୍ତି ସାର୍। କାହିଁକି? କାରଣ କାହାକୁ ନା କାହାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ସେ ମର୍ଡର କରୁଛି। ଲୋକମାନଙ୍କ କହିବା କଥା ଏ ଗୁଣ୍ଡାମାନଙ୍କୁ ପୁଲିସ ଆରେଷ୍ଟ କରିପାରୁନଥିଲା, ସେ ଗୁଣ୍ଡାମାନଙ୍କୁ କେହି ଯଦି ଗୁଣ୍ଡାମାନେ ଆରେଷ୍ଟ କରୁଛି ତାହେଲେ ସେମାନେ ତା ନାଁଟା କହିବେ କି କହିବେ? ଆଉ ସାର୍ ଲୋକମାନଙ୍କର ପ୍ରତିପତ୍ତି ଅହେତୁକ ମୂଲ୍ୟ ଦେଲା ସାର୍। ଆଉ କଳ୍କି ବିଷୟରେ ଆମେ କେହି କିଛି ପଚାରିଲେ ସେମାନେ ଏକ ପ୍ରକାର ଆମକୁ ଘୃଣା କରୁଛନ୍ତି ସାର୍। ତାହେଲେ ସାଧାରଣ ଲୋକମାନଙ୍କର ପ୍ରକାଶ ସାର୍ ସେ ସେଇ ନିଜେ ମାଳିକା ତଥା ପୁରାଣ ବର୍ଣ୍ଣିତ କଳ୍କି ଯିଏକି ମେଣ୍ଟମାର କରିବା ପାଇଁ ଏ ଧରାପୃଷ୍ଠରେ ଆବିର୍ଭାବ କରିଛନ୍ତି ସାର୍। ସାର୍ ଆପଣ ନିଶ୍ଚୟ ଦେଖିବେ ସତ୍ୟଯୁଗର ପୁଣି ପ୍ରତିଷ୍ଠା ହେବ। ମୁଁ ଏଠି କୌଣସି ମାଳିକା କି ପୁରାଣ ବର୍ଣ୍ଣିତ କଥା ଶୁଣିବା ପାଇଁ ଆସିନି। ମୋର ଦରକାର ସେଇ ଲୋକ। ସାର୍ ରାଜାଗୁଣ୍ଡାର ଉତ୍ପାଦ କରିଲେ କଳ୍କିର ଉତ୍ପାଦ ଆମେ କାହାକୁ ଲାଗୁଛୁ ସାର୍? ଆମେ କାହାକୁ ଲାଗୁଛୁ? ତମେ କାହା କଥା ଶୁଣିବ, ମୁଁ କଣ କହିବି? ମୋର କିନ୍ତୁ କଳ୍କି ଦରକାର। ସାର୍ ଲୋକମାନଙ୍କ ସହଯୋଗ ନ ମିଳିଲେ ଆମେ କଳ୍କିକୁ ଆରେଷ୍ଟ କରିବା ସମ୍ଭବ ନୁହେଁ ସାର୍। କଳ୍କି ରାଜାଗୁଣ୍ଡା ବିଷୟରେ ତ ଆମେ ସମସ୍ତେ ଜାଣିଛେ, ହେଲେ ମୁଁ ଭାବୁଛି କଳ୍କିକି ଆରେଷ୍ଟ କରିବା ଆଗ ନିହାତି ଦରକାର। ପ୍ରଥମେ ରାଜାଗୁଣ୍ଡାକୁ ଆରେଷ୍ଟ କରିବା ଦରକାର। ନା ସାର୍, ଆଗ କଳ୍କି। ରାଜାଗୁଣ୍ଡା ନା ସାର୍, ଆଗ କଳ୍କି। ମନୋଜ, ତମେ ଭଲ ଭାବରେ ଜାଣିଛ ମୋର ସେ କଳ୍କି ଦରକାର। ଆଉ ଯଦି ତମେ ଏଥିରେ ନେଗ୍ଲେକ୍ଟ କର,
ତାହେଲେ ତାହେଲେ ତମ ଦୁଇ ଜଣକୁ ମୁଁ କୋରାପୁଟର ସେ ଇଣ୍ଟରନେଟ ଏରିଆକୁ ଟ୍ରାନ୍ସଫର କରିଦେବି। ମୋତେ ଡାକିଥିଲେ ସାର୍। ହଁ ଗାଡ଼ି ରେଡି ସାର୍। ଆରେ ରେଡି ତ? ହଁ ସାର୍। ଠିକ ଅଛି ମନୋଜ, ଠିକ ଅଛି ମୁଁ ଆସୁଛି। রাজাগুন্ডা কলকি রাজাগুন্ডা কলকি রাজাগুন্ডা মিস্টার মনোজ, এই থানার অতিথি ডায়েরি ইন্সপেক্টরଙ୍କୁ ରାଜାମୁଣ୍ଡାର ଲୋକମାନେ କେମିତି କରିଥିଲେ ଏଇଟା ତ ଆପଣ ଭଲ ଭାବରେ ଜାଣନ୍ତି। যদি জীবনের প্রতি এতে মমতা থাকতা তাহলে পুলিশ চাকরিটা ছাড়ি দেওয়া উচিত। তাছাড়া ମୁଁ বুঝিপারছি এই থানার চার চারটা ইন্সপেক্টরଙ୍କର এই অবস্থা ହେଲା ପରେ ମଧ୍ୟ ଆପଣ କେମିତି ଏଠି ସୁରକ୍ଷିତ ଭାବେ ରହିଛନ୍ତି। ମନୋଜ, ତା ମାନେ ଆପଣ ରାଜାଗୁଡାକୁ ସାହାଯ୍ୟ କରୁଛନ୍ତି, ଆଉ ସେଇଟା ଲୋଭରେ କିମ୍ବା ଭୟରେ ସେ କଥାଟା ଆପଣ ନିଶ୍ଚୟ ଜାଣିଥିବେ। ହେଲେ ଏ କଥା ମନେ ରଖନ୍ତୁ, ସେ ରାଜାଗୁଡାକୁ ମୁଁ ନିଶ୍ଚୟ ଆରେଷ୍ଟ କରିବି। ବଢିଲା ନଈର କୁମ୍ଭୀରଟାକୁ ଏଇଟା ଭାବୁଛି ଗୋଟେ କାଠ ଗୋଲା। ଆରେ ଏଇଟା କଣ ଶୋଇ ପଡ଼ିଲାଣି? କଣ ଏ ପଞ୍ଚାୟତ ସାରା ନିଦଟା ତୋ ପାଖରେ? ଏ ରାମହରି, ରାମହରି, ରାମହରି ନମ୍ବର 302। ରାମହରି, ହଁ କେବେଠାରୁ ସସ୍ପେଣ୍ଡ କରିସାରିଲଣି? ସାର୍ ସେଇଆ ତ କରିଦେଲେ ମୁଁ ଯାଇ ଘରେ ଶୁଅନ୍ତି, ମୁଁ ଥାନାରେ କାହିଁକି? କେବଳ ଆଇସିଙ୍କ କ୍ୟାଣ୍ଡିଡେଟ ସହିତ ହଁ ସାର୍। ସେଥିପାଇଁ ତମେ ବଞ୍ଚି ଯାଉଛ। ପୁରା ତ ବଞ୍ଚିଛି। ନ ନାଇଁ ଅନେଇଲ ହଁ। ପୁଣି କହୁଛ କଣ? ନାଇଁ ସାର୍। ରାମହରି, କେସ୍ ସାର୍। idiot! ମାସ ଦିଟା ଭିତରେ ମୋର 24ଟା ଲୋକଙ୍କୁ ଅର୍ଡର କରି ସାରିଲାଣି। ସେ କେବଳ ଆପଣ ଲୋକଙ୍କୁ ମର୍ଡର କରୁଛି। ଆଉ ସମସ୍ତଙ୍କୁ ମର୍ଡର କରି ସାରିଲା ପରେ ତାଙ୍କ ବେକରେ ଗୋଟେ ନାଲି କପଡ଼ା ବୁଡେଇ ଦେଇ ଯାଉଛି। କଳ୍କି 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 ଏ ସାରା ସହରରେ ଆତଙ୍କ ପଡ଼ି ସାରିଛି। ଆଉ କୋଣ ଅନୁକୋଣରେ କେବଳ ସେ କଳ୍କିର ଆଲୋଚନା। ବିଜୟ ବାବୁ, ଅବ୍ଦୁଲ ଜନ୍ଙ୍କୁ ମର୍ଡର କରି ସାରିଲା ପରେ ସେ ଶଳା ମୋର ଦିଟା ଡାହାଣ ହାତକୁ କାଟି ଦେଇଛି। ଓ ବିଜୟ ବାବୁ, ଥରେ ଯଦି ମୁଁ ତାର ସାକ୍ଷାତ ପାଆନ୍ତି। ଆଉ ମୋର ତ ମନେ ହୁଏ ଆପଣ ହେଉଛନ୍ତି ତାର ଶେଷ ଲକ୍ଷ୍ୟ। ଓ ମଧ୍ୟ ସମୟ ସମୟ ସେଇ କଥା ଭାବୁଛି ବିଜୟ ବାବୁ। ଓ କିଏ ହେଇପାରେ ସେ? ମୁଁ ଚିହ୍ନି ସାରିଛି। କିଏ ସେ? ସେ ହେଉଛି ଇନ୍ସପେକ୍ଟର ମନୋଜ। ଇନ୍ସପେକ୍ଟର ମନୋଜ? ସେଇ ଶଳା କଳ୍କି? କାହିଁକି ନା ଆମେ ମାନେ ତା ଭାଇକି ବ୍ଲାକମେଲିଂ କରୁଛେ, ଆଉ ତାର ଚାରି ଚାରିଟା ଇନ୍ସପେକ୍ଟରକୁ ଆମେ ମର୍ଡର କରି ସାରିଛେ। ସେ ଆଇନ ବାଟ ଯାଇ ଆମର କିଛି ବି କ୍ଷତି କରିପାରିଲା ନାହିଁ। ତେଣୁ ସେ ଏଇ ରାସ୍ତା ବାଧ୍ୟ ହୋଇଛି ନେବା ପାଇଁ। ସେ ହେଉଛି ଦିନରେ ଇନ୍ସପେକ୍ଟର ଆଉ ରାତିରେ କଳ୍କି। ବିଜୟ ବାବୁ, ଆପଣ ଖାଲି ଦେଖନ୍ତୁ, ମୁଁ ସେ ଶଳା ଇନ୍ସପେକ୍ଟର ମନୋଜ ଦାସକୁ ଟୋଟାଲ ସ୍ମାସ କରିଦେବି। କଳ୍କି! ବାବୁ, ମୁଁ ଯାହା ଭାବୁଛି ସେ ଇନ୍ସପେକ୍ଟରଟା ଆମ ରାସ୍ତାରୁ ସାଫ କରିଦିଅନ୍ତୁ। ଦେଖନ୍ତୁ ବିଜୟ ବାବୁ, ଖୁବ୍ କମ୍ ଦିନ ଭିତରେ ମୁଁ ସେଟାକୁ କେମିତି ସ୍ମାସ କରିଦଉଛି।
ଗାଡ଼ିଟା ଏମିତି ରାସ୍ତା ମଝିରେ ଖରାପ ହେଇଯିବ ବୋଲି ମୁଁ ମନା କରୁଛି ନା ଆମେ ସେକେଣ୍ଡ ଶୋ ଫିଲ୍ମ ଯିବାନି ହେଲେ ତମର ଏକା ଯିବି ଓହୋ ତମେ କାଇଁ ଏତେ ରାତିରେ ପାଟିଟା କରୁଛ କହିଲ ମୁଁ କହୁଛି ନା ସାଙ୍ଗରେ ଡ୍ରାଇଭରକୁ ନେଇଯିବା ହେଲେ ତମେ ମୋ କଥା ଜମା ଶୁଣ ଡ୍ରାଇଭରକୁ ଆଣିଥିଲେ ଲାଭଟା କ'ଣ ହେଇଥାନ୍ତା ଆରେ ଏତେ ରାତିରେ ପାଟି ନକରି ଚାଲ ଖାଲି ଚାରିଆଡ଼େ ଏବେ ରାଜା ଗୁଣ୍ଡା ଆଉ କଣ୍ଟିକ ଡାକ ଶୁଣାଯାଉଛି ଚାଲ মতে চিহ্নি পারল বাবা চম্ম চক্ষু দেই চিহ্নিবাটা বড় কষ্টসাধ্য କ'ଣ କହିବାକୁ ଚାହୁଁ ତମେ এতে সুন্দরিয়া স্ত্রীটাকু নেই রাতি অধরে কুয়াড়ে বাহারিছ আজ্ঞা সময়টা আদৌ নিরাপদ নু বরং ভাল হব তম স্ত্রীকু মু সাঙ্গরে নেই যাଉଛି ମାନେ বাবা বুঝিল বাবা সংসার ত্যাগী সন্ন্যাসী অনেক দিন ধরি নারী দেহ ভোগরু বঞ্চিত ମୋ ଭଳି କଣ ସାଧୁର ଭିକ୍ଷା କଣ ଅସମ୍ପୂର୍ଣ୍ଣ ରହିଯିବ ସାଧୁ ନନ୍ସେନ୍ସ ଉଠିବ ମାନେ ପୋଷଟା ଖାଇଛି ଉଠିବ ନା ଚାଲ ଚାଲ ପ୍ରିୟତମା ଆଜି ରାତିଟା ଏ ରାଧିକା ବନରେ এই অনামি তাকিতা 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 ভিন্না তাকিতা 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 ভিন্না ମୁଁ ତୋ ସହିତ କୁଆଡ଼େ ଯିବିନି କୁଆଡେ ସେ ବୁଢା କଥା କୁଆଡେ ମାମା ତୁ ଯିବା ଆଜି କୁଞ୍ଜ ବନରେ ରାଧିକା ନାଚ ଦେଖିବା ରାଧିକା ନାଚ আচ্ছা তো প্রত্যেকটি কুকর্ম করিবা পূর্বরু ও গীতটা গাও আরে গাইদে গা 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 প্রভু এই টাইমে রোমান্স টাইমে ভাবো নাই সবটা ভাবো নাই ଆସୁନି নাই প্রভু আসুনি জো শুনি না তাহলে ଟିକେ আড়িবা কেমনি আড়িবা গো কেমনি জানি আড়িবা আড়িলে আসুনি আচ্ছা হো মো পদে গাউছি এই গীতটা গাও কি ঝুল রে নিতাই ঝুল মো গৌরাঙ্গ সুন্দর পরি ঝুল ঝুলি ঝুলি আসে নদিয়া দাণ্ডরে ঝুলি ঝুলি আসে নদিয়া দাণ্ডরে এইছি সে গুলু গুলু নাই পুরো আপন জানেন দেখো বলছি ছাড়ি দে চুচুমা ছাড়ি দে
ଅସ୍ତ୍ରଟା ବେକରେ ଲାଗି ସାରିଲା ପରେ ତୋର ସବୁ ଭାବ ଆସିବ। ଆସ୍ତେ ଆସ୍ତେ ଏମିତି ଭାବ ରହିଲି मेरे चेहरे पे सब उजड़ा मेरे खाओ में नहीं आता मैं क्या करूं अरे मैं क्या करूं ଆରାମ ଚାଲା କଣ ଭାବିଛୁ ତୁ ଯିବୁ ବେ ତତେ ପଚାରୁଛି ତୁ ଯୋଉ ଗୀତଟା ଗାଇ ଦେଖୁ କର୍ମ କରୁ ସେଇ ଗୀତଟା ଗା प्रभु वो आसु ହଁ ମତେ ଦେଖିଲେ ତ ଭାବଟା ଆସୁନଥିବ ଆରେ ନହେଲେ ଭାବ ଆଣିବାର ବ୍ୟବସ୍ଥା ମୁଁ କରିବି ଦେଖ ଆସୁନି नहीं प्रभु ଏଇଟା ଜାଣିପାରୁଛୁ ତୁ ଯାହାକୁ ଦେଇକି ବିକଳାଙ୍ଗ କରୁ ବିଭିନ୍ନ ଆକୃତି ରୂପ ଦଉ प्रभु एटा हमने वो छुआ नहीं हाँ। ए वो मोरे एटा की दो ए खोलियो ପ୍ରଭୁ ରାମଚନ୍ଦ୍ର ତୋର ସୃଷ୍ଟିକର୍ତ୍ତା ବ୍ରହ୍ମା ମୁଁ ଦେଇ ଦିଲା ଥରେ ତୁ ଆକୃତି ଦବୁ ତୁ ଭଗବାନ ଏ ତୋ ଭାବ ମୁଁ କେମିତି ଆଣୁଛୁ ନା ଓ ଆପଣ ତ ତୁଲି ଦେଇଛି ମୁଁ ଯିବି ଏଠିକି ଆ ନା ପ୍ରଭୁ ଡାକୁଛି ଆ ନା 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 କରୀନ୍ଦ୍ର ବଦନା କାନ୍ଦିଲେ কি হব করিন্দ্র বদনা চমকি সহজে ছাড়িব আজ রে তু কেমিতি কিলবিল করুতে দেখে আগকু কোন
କଳ୍କି তুমি কন্টিনিউ আদিত্য রায় আদিত্য রায় বলিলেছি আজ আপনি যাহাকে দেখুଛନ୍ତି ସେ ହଉଛି କଳ୍କି ଆଉ ଯଦି କଳ୍କିର ପ୍ରକୃତ ପରିଚୟ ଆପଣ କହିଦେବେ ତେବେ ଆପଣ ବି କଳ୍କିର ଶିକାର ହେଇଯିବେ ମର୍ଡର ଆରେ ଜଜ୍ ସାହେବ ଆପଣ ଯେ ଏତେ ରାତିରେ ଏଠି ଏ ମର୍ଡର କଲା କିଏ কলকি ଆପଣ ଦେଖିଛନ୍ତି ସେ ଲୋକକୁ দেখিছি হেলে মু কইবিনি ଜଜ୍ ସାହେବ কাহিকি কইবি আপনাকু যেতবেলে এ লোকটা মতে আঘাত কলা ମୋ ସ୍ତ୍ରୀକୁ ଟଣା ଘୋଷଣା କରୁଥିଲା କହୁଥିଲେ ଆପଣମାନେ ଶୁଣନ୍ତୁ ଜଜ୍ ସାହେବ ଆପଣ ଆଇନର ରକ୍ଷକ ଦେଖନ୍ତୁ ମୁଁ ଜଜ୍ ହେଇପାରେ ଆଇନର ରକ୍ଷକ ହେଇପାରେ ସେ କଥା କୋର୍ଟରେ ଶୁଣ ମୁଁ ନିଶ୍ଚୟ ସେ କଳ୍କିର ପରିଚୟ ଆପଣଙ୍କୁ ଦେବି ନା ତମେ ତାର ପରିଚୟ ଦେଇପାରିବନି ହଁ ମୁଁ ତା ପରିଚୟ ଦେବି ତା ଠିକଣା ବି ଜାଣିଛି ତା ଫଟୋ ମଧ୍ୟ ମୁଁ ଦେବି କାହିଁକି ନା ସିଏ ମୋର ବହୁତ ପରିଚିତ ନା ନା ପିଲା ତମେ ତା ପରିଚୟ ଦେଇପାରିବନି କି କରୁଛୁ ସେ ଲୋକଟା ଆମକୁ ଏତେ ସାହାଯ୍ୟ କଲା ଏ ଲୋକଟା ମତେ ମାରି ଦେଇଥିଲା ମତେ ଆଘାତ କଲା ତମକୁ ସେ ଟଣାଅଟରା କରୁଥିଲା ତଥାପି ତମେ ତାର ପରିଚୟ ଦେବାକୁ ଚାହୁଁଛ କି ଆଶ୍ଚର୍ଯ୍ୟ ଲୋକ ତମେ ଅପରାଧୀକୁ ପୋଲିସ ଆଗରେ ଧରାଇ ଦେବା ଜନସାଧାରଣଙ୍କର କର୍ତ୍ତବ୍ୟ ପରିଚୟ ଦେଇପାରିବନି ମୁଁ କହୁଛି ନା ମୁଁ ସେମାନଙ୍କୁ ପରିଚୟ ଦେବି ଆଉ ଥରେ ଯଦି ଆପଣ ମ୍ୟାଡାମଙ୍କ ଉପରକୁ ହାତ ଉଠେଇବେ ମୁଁ ଆପଣଙ୍କୁ ଆରେଷ୍ଟ କରିବାକୁ ବାଧ୍ୟ ହେବି ପ୍ଲିଜ ମ୍ୟାଡାମ ସେ ଲୋକର ନାଁଟା ଟିକେ କୁହନ୍ତୁ ଆଉ ତାର ଫଟୋ ମଧ୍ୟ ଟିକେ ଦେଖାନ୍ତୁ ନିଅନ୍ତୁ ଏଇଠି ତାଙ୍କ ଫଟୋ ଦେଖନ୍ତୁ ହଁ ସିଏ ସେଇ ଲୋକ ଏ ଲୋକକୁ ମର୍ଡର କରିଛି ଆଉ ଆମ ଜୀବନ ରକ୍ଷା କରିଛି ସେଇ ଲୋକକୁ ପରିଚୟ ଦେଲେ ଆପଣ ତାଙ୍କୁ ଆରେଷ୍ଟ କରନ୍ତୁ ଏଇ ଅଠିଆ ରଖିକି ଆସ ଏଇଟା ଯେ ଜଗନ୍ନାଥଙ୍କ ଫଟୋ କଣ ସତରେ ଜଗନ୍ନାଥ ହଉଛନ୍ତି କଳ୍କି
ହଉଛି ଏ ଗଣେଶ ଦାସର ଆଖିର ମଣି। ତାକୁ ଏମିତି ମାରଧର କଲେ ମୁଁ ତମକୁ ଆଦୌ କ୍ଷମା କରିବିନି। ମିଠା ପାଗେଳି ମୁଁ ତାକୁ ପାଗେଳି କରିକି ତୁମ ଘରକୁ ପଠେଇଥିଲି। ତମର ସେ ଜ୍ଞାନ ପାଗଳ ପୁତୁରା ଏକ୍ସପେରିମେଣ୍ଟ ନାଁରେ ମୋ ଭଉଣୀକୁ ଆଜି ପାଗେଳି କରିଦେଇଛି। ଆହୁରି କଣ ତମେ କଥା କହୁଛ? ଆରେ ତୁ ମତେ ଚିହ୍ନି ପାରୁନୁ? ମୁଁ ପରା ତୋ ବଡ ଭାଇ। ନା 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 ମୁଁ ତତେ ଜମା ଚିହ୍ନି ପାରୁନି। ଶୁଣୁଛ ତମେ ତାର ଆଜି ଏ ଅବସ୍ଥା କଣ ପାଇଁ? ଏ ଦୁନିଆରେ ଗୋଟେ ଏତେ ବଡ ପରିଚୟ ନେଇକି ତମକୁ ଭାବିଲା ବେଳକୁ ମତେ ଲଜ୍ଜା ଲାଗୁଛି। ତମେ ବଜାରର ପିଉସି ଏ କଥା ଭାବିଲା ବେଳକୁ ମତେ ଦୁଃଖ ଲାଗୁଛି। ଏ ପୃଥିବୀର ଗୋଟେ ବିରାଟ ବଡ ପରିଚୟ ତମେ କେମିତି ଅମର୍ଯ୍ୟାଦା କରୁଛ ତାକୁ ତମେ ନିଜେ ବି ଜାଣିପାରୁନ। ବୁଝିଲ? ହୁସିଆର ତ କହୁଛି ମୋ ଭଉଣୀକୁ ଆଉ ଥରେ ଯଦି ମାରଧର କରିବ ତାହେଲେ ମୋଠୁ ଖରାପ କେହି ହେବେନି। ତମେ ଆଉ ଥରେ ମାରଧର କର ତାପରେ ଦେଖିବ। ହଁ ଆଜି ମୁଁ ତମକୁ ମାରିଦେବି। ମୋ ପିତା ଜୀବନର ଭବିଷ୍ୟତର ନିରାପତ୍ତା ପାଇଁ ମୁଁ ଆଜି ତମକୁ ମାରିଦେବି। ମୁଁ ସତ କଥା କହୁଛି ତମେ ତମ ପାଟି ବନ୍ଦ କରିବ ନା ମୁଁ ଯାହା କରିବା କଥା ତମେ ଭଲରେ ମାନିବନି। ମୋ ମିତାର ଭବିଷ୍ୟତ ନିରାପତ୍ତା ପାଇଁ ଯାହା ବି ହେଲେ ମୁଁ ତମକୁ ଆଜି ମାରିବି। କହୁଛି ମାରିଦେବି। ମୋ ପାଖକୁ ଆସନି କହୁଛି ମାରିଦେବି। ହଁ ମାରିଦେବି। ଆସିବ ଦେଖିବା ଆସ। ଆଜି ଏମିତି କଥାରେ କହିଛି ମୋର ଆଜି ମୋ ପାଖକୁ ଆସିବ। ये दुनिया आउ ए समाज बर्तमान आउ गोटे सर्टिफिकेट को पछे छुले देबो खुनी आसामीर सर्टिफिकेट ଆସ ଭାଇ ଗୋଟେ ଚୋରି ଆସାମୀ କି ସ୍ପଟ ଉପରେ ଦେଖାଲା ପରେ ଗୋଟେ କର୍ତ୍ତବ୍ୟନିଷ୍ଠ ସବ୍ ଇନ୍ସପେକ୍ଟର କଣ କେବେ
କେତେବେଳେ ତମକୁ ଛାଡ଼ି ଦେଇପାରିବ ନା ତମକୁ ଆରେଷ୍ଟ କରିବା ପାଇଁ ଯେତିକି ଧୈର୍ଯ୍ୟ ଦରକାର ମୋ ଛାତି ଉପରେ ପଥର ଲଦି ଆରେ ନା ତୁ ମୋତେ ଆରେଷ୍ଟ କରନା ତୁ ମୋତେ ପୁଣି ନେଇକି ସେ ଜେଲ ଭିତରେ ପୁରେଇବେ ସେମାନେ ମୋତେ ପିଟି ପିଟି ମୋତେ ସେନ୍ସଲେସ୍ କରିଦେବେ ମୁଁ ବଞ୍ଚି ପାରିବିନି ମୋତେ ତୁ ଆରେଷ୍ଟ କରନା ମୋତେ ତୁ ଆରେଷ୍ଟ କରନା ଭାଇ ତମେ ପୁରା ପିଲାବେଳେ ମୋ କାନେ କାନେ ଶିକ୍ଷା ଦେଇଥିଲ ଆଗେ କର୍ତ୍ତବ୍ୟ ତାପରେ ବାପା ମା ଭାଇ ଭଉଣୀ ହେଲେ ଆଜି ମୁଁ ତମର ସେଇ ଶିକ୍ଷାର ଅବହେଳା କରିବି କିପରି ଭାଇ ତମେ ପ୍ରସ୍ତୁତ ଭାଇ ଏ ଅକୃତଜ୍ଞ ସାନ ଭାଇଟା ତମକୁ ଆଜି ଏଠି ଆରେଷ୍ଟ କରିବା ପାଇଁ ଆସିଛି ନା ନା ତୁ ମୋତେ ଆରେଷ୍ଟ କରିପାରିବୁନି ମୋତେ ଯାହା ବି ହେଲେ ଯିବାକୁ ହବ Stay there! ଭାଇ ତମକୁ ଭଲରେ କହୁଛି ତମେ ରହିଯାଅ ନହେଲେ ମୁଁ ବାଧ୍ୟ ହୋଇ ତମକୁ ଗୁଳି କରି ଭାଇ ନା ତୁ ମୋତେ ଗୁଳି କରିପାରିବୁନି ମୁଁ ଯାହା ବି ହେଲେ ଯିବି ନା ଭାଇ ତମେ ରହିଯାଅ ନହେଲେ ମୁଁ ଗୁଳି କରିବି ଆଜ୍ଞା ଆରେ ମୋ କଥା ବୁଝୁନୁ କାହିଁକି ମୋତେ ଯାହା ବି ହେଲେ ଯିବାକୁ ହବ ତୁ ମୋ କଥା ବୁଝୁନୁ କାହିଁକି ଆଜି କୋଉ ଶକ୍ତି ଆସିଲେ ବି ମୋତେ ରୋକିପାରିବନି ହେଲା ମୋତେ ଯାହା ବି ହେଲେ ଯିବାକୁ ହବ ଆଉ ମନେ ରଖିଲା ଆଜି ଯୋଉ ଠକାମିରେ ପଡିଲୁ କେବଳ ଆମ ଜିତୁ ପାଇଁ ତୁ ଠକାମିରେ ପଡିଲୁ ଆମ ଜିତୁ କଣ ହେଇଛି ଜିତୁ କଣ ହେଇଛି ଆରେ କହୁନୁ କାଇଁ କଣ ହେଇଛି अरे बोल यार क्या करे आप बोली तो तब चटपट रही बोल गया मेडिकल रिपोर्ट अनुसार ताकू एमबीपीएस को इंजेक्शन में अभ्यास कर दिया नहीं था इंजेक्शन रही और यार क्या करके चटपट ନାଇଁ ତୁ ମିଛ କହୁଛୁ ନା କହ ଆରେ କହ भाई कितु कौन के बोल कहोरी को कितु कौन बोल के ही लो ऊपर के देता ना रे मिर्चो कौन पर भाई ଭାବିଲା ବେଳକୁ ମୋ ମୁଣ୍ଡ ଉପରେ ଆକାଶ ଛିଡ଼ି ପଡୁଛି କଣ କରିବି ନା ଆଉ କଣ ମୁଁ ଯାହା ବି ଏଠୁ କାହିଁକି ମତେ ରୋକୁଛୁ କାହିଁକି ରୋକୁଛୁ ମତେ କଥାଟା କହୁନ ଚାଲିଗଲା ମିତା ବି ପାଗଳି ହେଇଯାଇଛି ମୁଁ ବି ଆଜି ଚାଲି ଯାଉଛି ଆମ ପରିବାରର ଯେତେ ସବୁ କ୍ଷତି ହୋଇଛି ସବୁ କେବଳ ସେଇ ରାଜାଗୁଣ୍ଡା ପାଇଁ ତୁ ମତେ କଥା ଦେ ତୁ ସେ ରାଜାଗୁଣ୍ଡାକୁ ଛାଡ଼ିବୁନି କଥା ଦେ भाई मैं तुमको बता दूं मैं तो बस सबको बता दूं भाई 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 ଆରେ ତୁ ମତେ କଥା ଦେ ତୁ ସେ ରାଜାଗୁଣ୍ଡାକୁ ଛାଡ଼ିବୁନି ବୋଲି କହ ମୁଁ ନିଶ୍ଚୟ ସେ ରାଜାକୁ ଛାଡ଼ିବି ମୁଁ ନିଶ୍ଚୟ ତାକୁ ଆରେଷ୍ଟ କରିବି ମୁଁ ନିଶ୍ଚୟ ତାକୁ ଆରେଷ୍ଟ କରିବି ଆଉ ଗୋଟେ କଥା କୁହ ଭାଇ କୁହ ଆମ ଘରେ କାଳିଆଟା ଯେମିତି ଅପୂଜା
ପ୍ରଦୂଷିତ ବିଦ୍ୟା ବିଷ ତାକୁ ମଣିଷ ପିଇଲା ମାତ୍ରେ 5 ସେକେଣ୍ଡରେ ତା ଜୀବନ ଯିବ। ତମେ ଠିକ ଟାଇମରେ ଆସି ପହଞ୍ଚି ଯାଇଛ। ମୁଁ ମରିଗଲା ପରେ ମନୋଜ ଭାଇ ତମର ଠିକ ଖବର ରଖିବେ। ବାପା ତମେ ସେଟା କଣ କରିଛ? ତମେ ମତେ ସେଟା ଦିଅ ନା, ମୁଁ ସେଟାକୁ ପିଇ ଦେବି। ନାଇଁ ମିତା, ମୁଁ ଆକୁ ପିଇକି ଆତ୍ମହତ୍ୟା କରିବି। ନାଇଁ 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 ନାଇଁ, ତୁ ତାକୁ ପିଇ ନା। ତୁ ନା, ମତେ ଦେଇଦେ। ମୁଁ ଆତ୍ମହତ୍ୟା କରିବି। ନାଇଁ ମତେ ଦେ। ଚିହ୍ନିପାରୁନ ମିତା? ଏଇ ତମେ ସେମିତି କଣ କହୁଛ? ତମେ ପରା ହଉଛ ମୋ ସ୍ୱାମୀ। ମିତା! ଏଇ ମୋର କଣ ହେଇଥିଲା କି? ମୁଁ ଭଲ ହେଇଯାଇଛି ବୋଲି ପଚାରୁଛ? ମତେ ଚିହ୍ନିପାରୁନ ମିତା? ହଁ କହିଲେ ମୁଁ ତମକୁ ଚିହ୍ନି ପାରୁଛି। ମିତା! मेरे मिसा मिस्टर पଣ୍ଡा ହିଁ ରାଜାଙ୍କୁ ସାହାଯ୍ୟ କରୁଛନ୍ତି। ତମେ ଏ କଥା ଜାଣିଲ କେମିତି? ଆପଣ ନିଜ ଅନୁମାନ ଦେଖନ୍ତୁ, ଏଇ ଥାନାର 4ଟା ଇନ୍ସପେକ୍ଟରଙ୍କ ମର୍ଡର ହେଇସାରିଲା ପରେ ମଧ୍ୟ ମିଷ୍ଟର ପଣ୍ଡା କେମିତି ସୁରକ୍ଷିତ ଅଛନ୍ତି? ରାଜାଗୁଣ୍ଡା ସେଇମାନଙ୍କ ବିରୁଦ୍ଧରେ ଷ୍ଟେପ୍ ନେଉଛି, କିଏ ତା ଏଗେନଷ୍ଟରେ ଯାଉଛନ୍ତି। କିନ୍ତୁ କଣ ପ୍ରମାଣିତ ହଉନି ଯେ ମିଷ୍ଟର ପଣ୍ଡା ଜାଣିଶୁଣି ରାଜାଗୁଣ୍ଡା ବିରୁଦ୍ଧରେ କିଛି ବି ଷ୍ଟେପ୍ ନେଉନାହାନ୍ତି। অফকোর্স মিস্টার মনোজ, কিন্তু মনোজ তবে জଣେ ପୁରୁଣା ଅଫିସରଙ୍କ ବିରୁଦ୍ଧରେ ଯୋଉ ପ୍ରମାଣ ଅଭିଯୋଗ କରୁଛ ତାର ଯଥେଷ୍ଟ ପ୍ରମାଣ ତମକୁ ଦେଇପାରିବ? ସାର୍ ପ୍ରମାଣ ତାର ଯଥେଷ୍ଟ ପ୍ରମାଣ ଦେଇପାରିବ? ମୁଁ ସେ ପ୍ରମାଣ ଦେବି। ତମେ ହଁ ସାର୍, ମୁଁ ଦେବି ସାର୍ ପ୍ରମାଣ ସାର୍। ରାଜାଗୁଣ୍ଡାକୁ ପଣ୍ଡାବାବୁ ସାହାଯ୍ୟ ନ କରୁଥିଲେ ରାଜାଗୁଣ୍ଡାକୁ, ରାଜାଗୁଣ୍ଡା ଏ ପର୍ଯ୍ୟନ୍ତ ତିଷ୍ଠି ପାରିନଥାନ୍ତା ସାର୍। ରାମହରି, ସାର୍ ଆରେ ତମେ ତ ଡ୍ୟୁଟିରେ ଅଧେ ସମୟ ଶୋଉଛ, ଆଉ ତମେ କେମିତି ଜାଣିଲ? ତମେ ଜଣେ ସାମାନ୍ୟ କନେଷ୍ଟବଳ ହେଇ ଗୋଟାଏ ଏସ୍ଆଇଙ୍କ ବିରୁଦ୍ଧରେ ଏତେ ବଡ ଅଭିଯୋଗ କରିପାରୁଛ? ସାର୍ ମୁଁ ଆଦୌ ଶୁଏନି ସାର୍, ଆଉ କେବଳ ଶୋଇବାର ଅଭିନୟ କରି ଏମାନଙ୍କର ଚକ୍ରାନ୍ତକୁ ଧରିବା ପାଇଁ ଚେଷ୍ଟା କରୁଛି। ଅଭିନୟ କର? ହଁ, ସାର୍। ହେଲେ କାହିଁକି? କେବଳ ଏମାନଙ୍କୁ ଧରିବା ପାଇଁ। ବୁଝିଲ ଗୋଲକ? ଇଆଡ଼େ ଆସ। ସାର୍ ରାମହରି, କଣ ଗୋଲକ ତମେ? ମୋ ଗୋଲକ ନୁହେଁ, ଏ ଅଞ୍ଚଳରେ ଚାଲିଥିବା ହିରୋଇନ ଚରସ ବ୍ରାଉନ ସୁଗାର ବ୍ଲାକ୍ ବେଚରେ ତଦନ୍ତ ପାଇଁ ମୁଁ ଆସି ମିଷ୍ଟର ଉଦୟ। What? ଆପଣ ମିଷ୍ଟର ଉଦୟ? କଂଗ୍ରାଚୁଲେସନ। ଆମେ ତଦନ୍ତ କରି ଜାଣିଛୁ ଇନ୍ସପେକ୍ଟର ଦୁଃଶାସନ ପଣ୍ଡା ପ୍ରକୃତରେ ରାଜାର ସହଯୋଗୀ। ଇନ୍ସପେକ୍ଟର ମନୋଜ ସମ୍ପୂର୍ଣ୍ଣ ତାଙ୍କର ଠିକ। ହେଲେ ସେ ସମ୍ପୂର୍ଣ୍ଣ ଠିକ କହୁଛନ୍ତି ବୋଲି ତାର ପ୍ରମାଣ? କେମିତି
କେମିତି ମୋ ବଡ ପୁଅ ଉପରେ ଏତେ ସେ ବଡ ଷ୍ଟେପ୍ ନେବି? पुलिस आईजी को सहित वो परामर्श करता से व्यवस्था वो कर सकती है सर से तो एबे आସୁଥିବେ ମୋତେ ଡାକିଲେ ସାର୍। ହଁ ଭିତରକୁ ଆସ। ତମେ ରାଜାଗୁଣ୍ଡାକୁ ସାହାଯ୍ୟ କରୁଛ? ଇଟ୍ ଇଜ୍ ଏ ଫଲ୍ସ ରିପୋର୍ଟ ସାର୍। ଫଲ୍ସ ରିପୋର୍ଟ? ହଁ ତମେ ପୋଲିସ ଡିପାର୍ଟମେଣ୍ଟର ଗୋଟେ କଳଙ୍କ। ହଁ ଏଇ ନିଅ। ପୋଲିସ ଆଇଜି ତମ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତମ ପାଖକୁ ଏ ପ୍ରେମ ପତ୍ର ପଠେଇଛନ୍ତି। ଏଇଟାର यस सर। ଶୁଣ, you are finally suspended. এই মুহূর্ତରେ ମୁଁ ତମକୁ ସସ୍ପେଣ୍ଡ କରୁଛି। କଣ ଉଦୟ? ତମେ କଳକି ବିଷୟରେ କଣ ଜାଣିଛ କୁହ? ଅବଶ୍ୟ ମୁଁ ଜାଣିଛି ହଁ ମୋର ସହଯୋଗୀ ମିଷ୍ଟର ଦେବ ପ୍ରସାଦ ମୋଠାରୁ ଅଧିକା କରିବେ। ମାନେ ସେ ଗୋଟେ କରୁଣ କାହାଣୀ ଏସ୍ପି ସାହେବ। କଳ୍କି ଚରିତ୍ରର ମୂଳ କାରଣ ହେଉଛି ରାଜାଗୁଣ୍ଡା। ଆଉ ଆଗ ରାଜାଗୁଣ୍ଡାକୁ ଆରେଷ୍ଟ କରିସାରିଲା ପରେ ମୁଁ ଆପଣଙ୍କୁ ବୁଝାଇ ଦେବି। ଆଉ ରାଜାଗୁଣ୍ଡାକୁ ଆରେଷ୍ଟ କରିସାରିବା ପରେ କଳ୍କି ହୁଏତ ଆପେ ଆପେ ଆସି ଆପଣଙ୍କ ଉପରେ ଆତ୍ମସମର୍ପଣ କରିପାରିବେ। କିନ୍ତୁ ସର୍ବପ୍ରଥମେ ଆପଣଙ୍କ ପୁଅକୁ ଆପଣ ଆରେଷ୍ଟ କରନ୍ତୁ। ବିଜୟ କଣ କହିଲ? ବିଜୟ? ମିଷ୍ଟର ବିଜୟ ହିଁ ପ୍ରକୃତ କଲ୍ପ୍ରିଟ୍। ହଁ ଶୁଣ ମନୋଜ, এইটাকু এই মুহূর্তে আরেস্ট করো। এই মুহূর্তে আরেস্ট করো। विजय बाबू आपका कितना बड़ा मिल जाओ ମାନେ ଆପଣଙ୍କ ଏସପି ମାନେ ମୋ ଡାଡିଙ୍କୁ ମୁଁ ଖାଇଲାନି ଫାୟାରିଂ କରିଦେବି। আরে ତୁ ମୋ ପୁଅ ହେଇ ଆପଣ ଯେତେବେଳେ ନିଜ ପୁଅକୁ ଆରେଷ୍ଟ କରିବା ପାଇଁ ଅନୁମତି ଦେଇଦେଲେ, ନିଜ ରକ୍ଷା କରିବା ପାଇଁ ମୁଁ କିଛି ଭୁଲ କରିନି। ଚୁପଚାପ ଚାଲନ୍ତୁ କୁଆଡେ ଯିବି? ରାଜା ଗୁଣ୍ଡା ଲଡ଼ାକୁ ରାଜାଗୁଣ୍ଡା? ଚାଲନ୍ତୁ ଡାଡି। विजय बाबू एक बार आपका बंद नहीं जाओ। ଗୋଟେ କ୍ରିମିନାଲକୁ ମୁଁ ଗୁଳି କରିଦେଇଛି। ଆରେ ଆପଣ ମାନେ ବ୍ୟସ୍ତ ହଉଛନ୍ତି କାହିଁକି? ଆରେ ମୋ ବାପ ହେଇ ଯୋଉ କାମ କରିଛି ସେଥିପାଇଁ ମୁଁ ଆଜି ବହୁତ ଗର୍ବିତ। ମନୋଜ, ତମେ ଏବେ ଆସିପାର। ତମେ
ତମେ ଏବେ ଯାଅ ସେ ରାଜା ଗୁଣ୍ଡାକୁ ଆରେଷ୍ଟ କର। ରାଜାଙ୍କର ଠିକଣାର ନାଁଟା କିଏ ଦଉଛନ୍ତି? ଆମେ ଦବୁ। রাজা গুন্ডা ডক্টর তবে ওদের এটি কোর্টে তুমি প্রতিক্রিয়া দেখি সারা পরে ମୁଁ ଯେ ଅନୁମାନ କରିଥିଲି ସେଇଟା ସମ୍ପୂର୍ଣ୍ଣ ଠିକ। ବଡ଼ ବଡ଼ କଥା ତମେ ହଉଛ ସେଇ କର୍ତ୍ତି। ହଁ ମୁଁ ସେଇ କଳ୍କି ଏ ନିର୍ଯାତିତ ସମାଜର ପ୍ରତିନିଧି ଏ ସାରା ସହରର ଆତଙ୍କରୁ ଏ ପୋଲିସ ବିଭାଗର ପ୍ରଶ୍ନବାଚୀକୁ ସେଇ କଳ୍କି 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 ହେଲେ ତମେ ସରଳ ମଣିଷ କାହିଁକି ଏମିତି ଅପରାଧୀ ବାଟି ଯାଉଛ? ଏ ଦେଶର ପ୍ରଚଳିତ ଆଇନ କାନୁନ ସୁଚେତା ଏ ସରଳ ନିଷ୍ପାପ ସାଧା କାଗଜ ଗୋଟେ କଳାଗାର କାଢି ଦେଇଛି। ଚେଷ୍ଟା କଲେ ହୁଏତ ସେ ଗାରକୁ ତମେ ଲିଭେଇ ଦେଇପାର। লিভিবনি সুচেতা কেবে বি লিভিবনি এ গার সেই দিন লিভিব যেতবেলে এই সাদা কাগজটা চিরিছে ମାନେ ଆପଣ ଜାଣିପାରୁଛନ୍ତି ଆପଣ ଯେବେ ଧରା ପଡ଼ିବେ ସେତେବେଳେ ଆପଣଙ୍କ ଅବସ୍ଥା କଣ ହବ? জানিছি আইন মতে কেবে ক্ষমা দেব ও মু জানিছি মু নিশ্চয় দিনে দিনে ধরা পড়িবি কিন্তু আজি রাতিটা ମାନେ মানে না ইয়া গোটে বিকলাঙ্গ শিশুর সংহার করে রাজা গুন্ডার আদার সংহার আছে ছাড়িবিনি সে রাজা গুন্ডাকে রাজা গুন্ডা ଅନେକ ହେଇଗଲା କିନ୍ତୁ ଆଉ ନୁହେଁ। সুচেতা মনে পকাও সেদিনের কথা ମୋ ପରିବାରକୁ ରାଜା ଗୁଣ୍ଡା କେମିତି ଧ୍ୱସ୍ତ ବିଧ୍ୱସ୍ତ ମନେ ପଡୁଥିଲା ସୁଚେତା ମୋ ଭଉଣୀ ମାମିନା ତମକୁ ଆଉ ମତେ ନେଇ କେତେ ସ୍ୱପ୍ନ ଦେଖିଥିଲା ମନେ ପଡୁଛି ନା ସୁଚେତା ନାଇଁ ମନେ ପଡୁଛି ଛାଡ଼ିବେନି ସେ ରାଜା ଗୁଣ୍ଡା ଆଜି ଅଙ୍କରେ ଲୁଚିଲେ ବୁଝି ବାହାର କରି ମାରିଦେବି ସେଇଟାକୁ ମାରିଦେବି ମୁଁ କିନ୍ତୁ ତମକୁ ମରଣ କରିବାକୁ ଛାଡ଼ି ଦେଇପାରିବିନି। ଆପଣ ମରଣ କରିବାକୁ କେବେ ହିଁ ଛାଡ଼ି ଦେଇପାରିବିନି ତମକୁ। ଛାଡ଼ି ଦିଅ ସୁଚେତା ନା ମୁଁ ତମକୁ ଜମା ବି ଛାଡ଼ିବିନି। ଛାଡ଼ି ଦିଅ ସୁଚେତା କହିଲି ଥରେ ଛାଡ଼ିବିନି। ଛାଡ଼ି ଦିଅ ସୁଚେତା ଡକ୍ଟର রাজা গুন্ডা আজ বলিব রাজা গুন্ডা ডক্টর ଆଜି ମୋ ପାଖରେ ମଦ ଗ୍ଲାସ ଛଡେଇ ଦେବାକୁ ଜଣେ କେହି ନାହାନ୍ତି। ଆରେ ଯଦି ମୁଁ ସେଠାକୁ ସାକ୍ଷାତ ପାଆନ୍ତି কলকি
ଯେତେବେଳେ ମୁଁ ତତେ ମର୍ଡର କରିବାକୁ ଆସିଛି ତୋର ସବୁ ଧନ୍ଦା ସବୁ ବେପାର ବିଷୟରେ ମୁଁ ଅବଗତ ଅଛି ଆଉ ତୋ ରିଭଲଭରରୁ କେମିତି ଗୁଳିଟା ଫାଙ୍କା ହବ ସେ କାଇଦା ବି ମତେ ଜଣା ଅଛି ଫାଙ୍କା ରିଭଲଭର नो फुटिबनी ମୁଁ ସେଇ କରିଛି ଆଜି ଦୂର ଆସିଲେ ବି ମୁଁ ତ ପାଖକୁ ନିଜେ ଯାଇ ଶରୀର କରିଥିଲି କାହିଁକି ତୁ ଏମିତି କରିକି ପାଟି କଲୁ? ମୋର ଆଉ କିଛି କହିବାର ନାହିଁ ମୋର ଶେଷ କାମ ମୁଁ କରିସାରିଛି ଏବେ ଆଇନର କାମ ତୁ କର ମୋତେ ଫାଶୀରେ କି ଜେଲ୍ ଜଳରେ କୌଣସି ଆପତ୍ତି ନାହିଁ ମୋତେ ଆରେଷ୍ଟ କର ଭଲ ହଉଛି ମୋତେ ଆରେଷ୍ଟ କର ଆରେଷ୍ଟ
ଏ ସହରରେ ଆତଙ୍କ ସୃଷ୍ଟି କରିଛି। ଡାକ୍ତର ଆଦିତ୍ୟ ଡାକ୍ତର ମାନ୍ୟବର କୋର୍ଟ କଠିନ ଦଣ୍ଡ ରହୁଛି। Your Honor, more crimes. Dr. Aditya Ray, ରାଜାଗୁଣ୍ଡା ସହିତ 30 ଲକ୍ଷକୁ ମର୍ଡର କରିଛନ୍ତି ଏକଥା ସତ। ଏକଥା ମଧ୍ୟ ସେ ପ୍ରକାଶ କରି ସାରିଛନ୍ତି। ଏଇଟା ହିଁ ଜଘନ୍ୟ ଅପରାଧ। କିନ୍ତୁ ଯୋଉମାନଙ୍କୁ ସେ ମର୍ଡର କରିଛନ୍ତି ସେମାନଙ୍କର ପୋଲିସ ଆଇନ କାନୁନ କିଛି ବି କ୍ଷତି କରିପାରିନଥିଲା। ସେମାନେ ଜଣେ ଜଣେ ହେଉଛନ୍ତି ପେଶାଦାର ଅପରାଧୀ, ଯୋଉମାନଙ୍କୁ ଆଇନ କାନୁନ କିଏ କୋର୍ଟ କିଛି ବି ବିଚାର କରିପାରୁନଥିଲା। ଆଉ ରାଜାଗୁଣ୍ଡା ହଉଛି ଏ ସହର ଜଣେ ଆତଙ୍କ, ଯିଏକି ଥାନାର 4 ଜଣ ଲୋକଙ୍କୁ ମର୍ଡର କରିଛି। ଏ କଥା ମଧ୍ୟ ଏ ସହରରେ ସମସ୍ତେ ଜାଣିଛନ୍ତି, କିନ୍ତୁ ପୋଲିସ କିଏ କୋର୍ଟ କାଠଗড়ା ତାର କିଛି ବି କ୍ଷତି କରିପାରିନଥିଲା। ଆଉ ସେମାନଙ୍କୁ ମର୍ଡର କରିବା ଦ୍ୱାରା ଆଜି ଜନସାଧାରଣ ସମସ୍ତେ ଖୁସି ଅଛନ୍ତି। Objection, Your Honor. Yes, objection is accepted. Proceed on. ଡାକ୍ତର ଆଦିତ୍ୟ ରାୟ ଜନସାଧାରଣମାନଙ୍କୁ ଅଜଣା କଳଙ୍କି ନାମରେ ଅଜଣା ଭୟରେ ଆତଙ୍କ କରୁଛନ୍ତି। ଯଦି କଳଙ୍କିଙ୍କୁ କଠୋର ଦଣ୍ଡିତ ନ ଦିଆଯାଏ ଏ ଅପରାଧ ସମାଜରେ ଅପରାଧ ସୃଷ୍ଟି ହେବ। ତେଣୁ ମୁଁ ମାନ୍ୟବର କୋର୍ଟକୁ ଅବଗତି କରାଉଛି ଯେ ମାନ୍ୟବର କୋର୍ଟ କଳଙ୍କିଙ୍କୁ ଡାକ୍ତର ଆଦିତ୍ୟ ରାୟଙ୍କୁ କଠୋର ଦଣ୍ଡିତ ଦେବା ଉଚିତ। Your Honor, objection overruled. Your Honor, ମୁଁ ବର୍ତ୍ତମାନ ମନୋଜ ଦାସଙ୍କ ସାକ୍ଷୀ ଗ୍ରହଣ କରିବାକୁ ଚାହେଁ। Yes, proceed on. ଇନ୍ସପେକ୍ଟର ମନୋଜ ଦାସ, ଆପଣ ଆସାମୀକୁ ଆଇନ ହାତରେ ଟେକି ଦେଇଛନ୍ତି, କିନ୍ତୁ ଡାକ୍ତର ଆଦିତ୍ୟ ରାୟ ବିଷୟରେ ଆପଣ ଧାରଣା କଣ? ଆଦିତ୍ୟ ରାୟକୁ ମୁଁ ଆରେଷ୍ଟ କରିବାକୁ ଯାଇଥିଲି ସତ, ହେଲେ ମୁଁ ସେତେବେଳେ ତାଙ୍କୁ ଚାଲିଯିବା ପାଇଁ କହିଥିଲି, କିନ୍ତୁ ଡାକ୍ତର ରାୟ ସରେଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ କି ସେ ସରେଣ୍ଡର କରିଥିଲେ। ଆପଣ ଛାଡ଼ିଦେବାକୁ ଚାହୁଁଛନ୍ତି, କିନ୍ତୁ କାହିଁକି? ଆରେ ଯୋଉ କାମଟା ପୋଲିସ କରିପାରୁନଥିଲା ସେଇ କାମଟାକୁ ଡକ୍ଟର ଆଦିତ୍ୟ ରାୟ ନିଜେ କରି ଦେଖିଛନ୍ତି, ଯାହାଫଳରେ ଏଇ କଳ୍କି ନାମରେ ସମସ୍ତେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଅପରାଧ ଜଗତରେ କଳ୍କିର ନାମରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଆଉ ସେଇ କଳ୍କିକୁ ମୁଁ ପଛ ଆଢୁଆଳରେ ରଖି ଏ ଅପରାଧ ଜଗତକୁ ବିନାଶ କରିବାକୁ ଚାହୁଁଥିଲି, ଯୋଉଥିପାଇଁ କି ମୁଁ ଡକ୍ଟର ରାୟଙ୍କୁ ଚାଲିଯିବାକୁ କହିଥିଲି। ମିଷ୍ଟର ମନୋଜ ଦାସ, ଏପରି ଷ୍ଟେଟମେଣ୍ଟ ଦ୍ୱାରା ହୁଏତ ଆପଣଙ୍କର ଚାକିରି ଚାଲିଯାଇପାରେ। ଆରେ ଚାଲିଯାଉ ମୋ ଚାକିରି, ଚାଲିଯାଉ ମୋ ଭଳି ହଜାର ହଜାର ଇନ୍ସପେକ୍ଟରଙ୍କ ଚାକିରି, ହେଲେ ଏଭଳି ଜଣେ କଳ୍କି ଏ ସମାଜରେ ବଞ୍ଚି ରହୁ, ଯାହାଫଳରେ କି ଅପରାଧ ମାନଙ୍କର ଭୟ ସୃଷ୍ଟି ହବ। ସେମାନେ ଅପରାଧ କରିବା ପୂର୍ବରୁ ଭାବିବେ କେହି ଜଣେ କଳ୍କି ଆସୁଛି ଯିଏକି ମେଣ୍ଛ ସଂହାର କରିବ। That's all, Your Honor. Your Honor, ମୋର କେବଳ ଏତିକି କହିବାର ଅଛି ଯେ ଡାକ୍ତର ଆଦିତ୍ୟ ରାୟ ତାଙ୍କୁ କଳିକିରେ ପରିଣତ କରିଛି ଏହି ଆଇନ କୋର୍ଟ କାଠଗড়ା। ଯଦି ଡକ୍ଟର ଆଦିତ୍ୟ ରାୟକୁ ତାଙ୍କ ଭଉଣୀ କି ମାକୁ ଠିକ ବିଚାର ମିଳିଥାନ୍ତା, ସିଏ କେବେ ବି ଆଜି ଅପରାଧୀ ପାର୍ଟି ଯାଇନଥାନ୍ତେ। ସମସ୍ତେ ମିଳିମିଶି ଆମେମାନେ ତାଙ୍କୁ ଅପରାଧୀ ସଜେଇ ଦେଇଛୁ। ଏତେଗୁଡେ ମରଣ ପାଇଁ ଡକ୍ଟର ଆଦିତ୍ୟ ରାୟକୁ ଯଦି ଫାଶୀ ଦଣ୍ଡ ଦିଆଯାଏ, ତାହେଲେ ମୋ ମତରେ ସେ ଆଇନ କାନୁନ କୋର୍ଟ ସମସ୍ତେ ଫାଶୀ ପାଇବା ଉଚିତ। ଡାକ୍ତର ଆଦିତ୍ୟ ରାୟ, ବିଚାର ଶୁଣିବା ପୂର୍ବରୁ ଆପଣଙ୍କର ଯଦି କିଛି କହିବାର ଥାଏ ତାହେଲେ କହିପାରନ୍ତି। ମୋର କିଛି କହିବାର ନଥିଲା ଜସ୍, କିନ୍ତୁ ଏବେ କିଛି କହିବି। ମୋର ଏତେ ଗୁଡ଼େ ଅପରାଧ ପାଇଁ ଆପଣ ମୋତେ ହୁଏତ ଜେଲ୍ କିମ୍ବା ଫାଶୀ ଦଣ୍ଡରେ ଦଣ୍ଡିତ କରିପାରନ୍ତି। କେବେ ବି ମାନେ ମୋ ମନରେ ଦୁଃଖ, ବଟ୍ ୟୁର ଅନର, ମୁଁ ଆଜି ଆପଣଙ୍କୁ ଏତିକି କଥା କହିବା ପାଇଁ ଚାହିଁବି। ନିଜର ବିଚାର ଶୁଣିଯିବା ପୂର୍ବରୁ ଆପଣଙ୍କୁ ଗୋଟିଏ କଥା, ଏ ସମାଜରେ ଘଟୁଥିବା ଅପରାଧ, ଅନ୍ଧବିଶ୍ୱାସ ଆଉ ରାଜନୀତି ପାଇଁ ଆପଣ ଏ ସମାଜକୁ ଉଚିତ ଶାସ୍ତି ଦିଅନ୍ତୁ। ଯିଏ କାମ କରୁଛି ତାକୁ ଖୋଜି ଖୋଜି ଆପଣ ବାହାର କରନ୍ତୁ, ନଚେତ ସାଧାରଣ ଜନତା ଭିତରେ ମୋ ଭଳି କଳ୍କି ସୃଷ୍ଟି ହେବ। ସାହେବ
ଆଉ ପୁରାଣ ବର୍ଣ୍ଣିତ କଳ୍କି କାକୁ ଆସିବେନି ଆପଣ ଆପଣ କେତେ ଜଣଙ୍କୁ ଜେଲରେ ପୁରେଇବେ ଆପଣ କେତେ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବେ ଆଉ କେହି କଳ୍କି ଆସିବେନି ବରଂ ଏ ସମାଜରେ ସୃଷ୍ଟି ହେବେ ମୋ ଭଳି ଶହ ଶହ ହଜାର ହଜାର କଳ୍କି ଦ୍ୟାଟ୍ସ ଅଲ୍ ୟୁର ଅନର ସମସ୍ତ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରାଯିବା ପରେ ଏହା ସ୍ପଷ୍ଟ ପ୍ରମାଣିତ ହେଲା ଯେ ଡାକ୍ତର ଆଦିତ୍ୟ ରାୟ ଜଣେ ଭୟାନକ ଅପରାଧୀ ଏଥିପାଇଁ ସେ ଦଣ୍ଡ ପାଇବା କଥା କିନ୍ତୁ ଆଇନ ପାଇଁ ମଣିଷ ନୁହେଁ ମଣିଷ ପାଇଁ ଆଇନ ଡାକ୍ତର ଆଦିତ୍ୟ ରାୟ ଓରଫ କଳ୍କି ଯେଉଁମାନଙ୍କୁ ମର୍ଡର କରିଛନ୍ତି ସେମାନେ ଜଣେ ଜଣେ ଅପରାଧୀ ଯଦି ଡାକ୍ତର ରାୟ ଓରଫ କଳ୍କିକୁ ଜେଲ୍ କିମ୍ବା ଫାଶୀ ଦଣ୍ଡ ଦିଆଯାଏ ତେବେ ଅପରାଧୀମାନେ ପୁନର୍ବାର ସକ୍ରିୟ ହୋଇ ଉଠିବେ ଅପରାଧ ନିୟନ୍ତ୍ରଣ ପାଇଁ ଆଜିର ସମାଜରେ ଏପରି କଳ୍କିର ଏକାନ୍ତ ଆବଶ୍ୟକତା ଅଛି କିନ୍ତୁ ଡାକ୍ତର ଆଦିତ୍ୟ ରାୟ ନିଜ ହାତକୁ ଆଇନକୁ ଟେକି ଦେଇ ନେଇ ଯାହା ସବୁ କରିସାରିଛନ୍ତି ତାହା ଏ ସମାଜରେ କାହାରି ଅନୁକରଣୀୟ କିମ୍ବା ଶିଖିବାର ନୁହେଁ କିନ୍ତୁ ଆଜିର ପ୍ରଚଳିତ ସମାଜ ପାଇଁ ଏହା ଏକ ସିରିୟସ୍ ୱାର୍ଣ୍ଣିଂ ଅର୍ଥାତ୍ ସତର୍କ ଘଣ୍ଟି ଜଣେ ଆଇନ ରକ୍ଷକ ଜଜ୍ ତଥା ଜଣେ ସାଧାରଣ ମଣିଷ ଭାବରେ ବିଚାର କରି ଡାକ୍ତର ଆଦିତ୍ୟ ରାୟ ଓରଫ କଳ୍କିକୁ କୋର୍ଟ ନିର୍ଦ୍ଦେଶରେ ଖଲାସ ହେବାର ଆଦେଶ ପ୍ରଦାନ କଲା Porque